ବିଜେଡି ବୋଲି କାହିଁ କହିବି ଆଜ୍ଞା କିଛି ଲୋକ ଦାୟୀ ଅଛନ୍ତି ଅଛନ୍ତି ସେମାନଙ୍କୁ ତାଙ୍କୁ କହିବା କଥା ଯେ ସେମାନେ ଆଣ୍ଟି ବିଜେଡି ଯୋଉମାନେ କରିଛନ୍ତି ମୁଁ ଏଇ ମୌକାରେ ଆପଣଙ୍କ ବିଜେଡି କର୍ମୀ ମାନଙ୍କୁ ବି କହିବି ଆମ ସାଧାରଣ ଲୋକମାନଙ୍କୁ ବି କହିବି ଯେ ସବୁବେଳେ କହିବେ କଣ କୁହନ୍ତି ଆଣ୍ଟି ପିପୁଲ ମାନେ ଆପଣ ଲୋକ ବିରୋଧୀ କେତେବେଳେ କୁହାଉଛି ପାର୍ଟି ବିରୋଧୀ କିନ୍ତୁ ମୁଁ କହିବି ଯେ ସେମାନେ ହଉଛନ୍ତି ଟୋଟାଲି ପାର୍ଟି ବିରୋଧୀ ଯୋଉମାନେ ସବୁ କାମ କରୁଛନ୍ତି ନା ତ ନେଇଛନ୍ତି ଆମର ପ୍ରଭାତ ଭାଇ ପ୍ରଭାତ ବିଶ୍ୱାଳ ବାବୁ ବି ଗୁଡାଏ ତାଙ୍କର ଇଏରେ ରେକର୍ଡିଂରେ ନାଁ ଫା ନେଇଛନ୍ତି ନା ନେଇକି ଏବେ ଆଉ କଣ କରିବା ସେମାନେ ତ ନିଜେ କିଏ ଲକ୍ଷରେ ହାରିଲାଣି ତ କିଏ 50,000 ହାରିଲାଣି ତାଙ୍କ ତ ସ୍ଥିତି ଭଲ ନାହିଁ ମାନେ ଆମର ହିନ୍ଦୀରେ ଗୋଟେ କଥା ଅଛି ମରେ ହୁଏ କୋ ମାରନା କ୍ୟା ଯିଏ ନିଜେ ମରି ଯାଉଛି ତା କଣ ମାରିବ କି କହିବ ଅଭିଶାପ ତ ମୋର ଜଣେ ଭାଉଜ ସେ କହନ୍ତି ମାନେ କଜିନ ଭାଉଜ ସବୁବେଳେ କୁହନ୍ତି ଦେଖିବ ରେନି ମୋ ଡାକନା ରେନି ଆଉ ପାର୍ଟିରେ ବି ବହୁତ ଜଣ ରେନି ଅପା ଡାକନ୍ତି ତ ସେ ତ ଦେଖିବ ରେନି ବ୍ରାହ୍ମଣ ଅଭିଶାପ ଦିନେ ନା ଦିନେ ପଡିବ ସେ କହିଥିଲେ କିନ୍ତୁ ମତେ ଏତେ ବିଶ୍ୱାସ ବି ନଥିଲା ଯେ ଅଭିଶାପ କଣ ଜିନିଷ ଆମେ ତ ଟିକେ ମଡର୍ଣ୍ଣ ଇଏରୁ ଏଇଟା ବିଶ୍ୱାସ କରୁନି ହୁଏତ ହେଇଥିବ 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 ନହେଲେ ଏତେ ବର୍ଷର ଡାଇନାଷ୍ଟି 24 ବର୍ଷର ସରକାର ହଠାତ୍ ଡିବାକେଲ ହବା ଏଟା ଗୋଟେ ଆପଣଙ୍କୁ ଲାଗୁନି ଯେ ଅସମ୍ଭବ କଥା ଡିବାକେଲ ହବା ମାନେ କଣ ଶୁଣନ୍ତୁ କେତେ ଲୋକ ଯଦି ମାନେ ବାପା ଯେତେବେଳେ ଆସିଲେ ପାର୍ଟିରେ ସେ ଗୋଟେ ୱାନ୍ ଅଫ୍ ଦ ମେମ୍ବର୍ସ ଯିଏ ମୁଁ କହିଲି ଆଉ ଥରେ ଯେ ପାର୍ଟିକୁ କୋଟି ମେମ୍ବର୍ସକୁ ନେଇଥିଲେ ଫାଉଣ୍ଡର ମାନେ ଅଲଗା କିନ୍ତୁ ଫାଉଣ୍ଡର ମାନେ ସେଇ ଚାନ୍ସ ପାଇନାହାନ୍ତି କରିଥିଲେ ତେଣୁ ସେଇ କିଛି ଲୋକ ସେ ପାର୍ଟିଟାକୁ ଧ୍ୱଂସ କରିବାକୁ ଚାହୁଁଛନ୍ତି ହଁ ରହିକି ଯେମିତି ଆପଣଙ୍କର କୃଷ୍ଣଙ୍କର କଣ ହେଇଥିଲା ଯଦୁବଂଶ କେମିତି ଧ୍ୱଂସ ହେଇଥିଲା ସେଇ ରକମ ଏଇଟା ବିଜେଡି କୁ ସେମାନେ ଗୋଟେ ରଖିବେ ମାନେ ମାରିଦେବେନି ପୁରା ଗୋଟେ ଏକଦମ କଣ କୁହନ୍ତି ବହୁତ ନାଇଁ ମାନେ କଣ କହିଲେ ନିରୀହ ଭଳିଆ ରଖିବେ ଗୋଟେ କେମିତି ଅଛନ୍ତି ଆଜ୍ଞା 20 ଜଣ ଖଣ୍ଡେ ହେବେ ଯେ ବାପାଙ୍କ ଦେହାନ୍ତ ପରେ ନବୀନ ବାବୁ ଆଉ ଆପଣଙ୍କ ସହିତ କଥା ହେଇନାହାନ୍ତି ପରିବାର ସହିତ କଥା ହେଇନାହାନ୍ତି ନାଇଁ କଥା ହେଇଥିଲେ ମାନେ ମୁଁ ଯେତେବେଳେ ଜଏନ କଲି ସେତେବେଳେ ଥରେ କଥା ହେଇଥିଲେ ପରିବାର ସାଙ୍ଗେ କେବେ କଥା ହେଇନାହାନ୍ତି ମା ଚାଲିଗଲେ ବି କେହି ଅବଶ୍ୟ କାହାକୁ ପଠେଇଥିଲେ କିଛି ଲିଡର ମାନଙ୍କୁ ମା 6-8 ମାସ ହେଲା ଗଲେ ପଠେଇଥିଲେ ମୋ ସାଙ୍ଗେ ଆଉ କଥା ହେଇନାହାନ୍ତି ମୋ ସାଙ୍ଗେ କଥା ହେବେ ଆଜ୍ଞା ମୁଁ ତ ଜଷ୍ଟ ଗୋଟେ ଅର୍ଡିନାରୀ ମାନେ ସମାଜ ସେବା କରେ ଅର୍ଡିନାରୀ ପର୍ସନ ତାଙ୍କର କଣ କାମ ମୋ ସାଙ୍ଗେ କଥା ହେବେ କ୍ୟାରିୟର ତ ନଷ୍ଟ ହେଲା ଆଉ କଣ କଥା ହେବେ କୁହନ୍ତୁ ଗୋଟେ ଷଡ଼ଯନ୍ତ୍ର ଶିକାର ହେଇଥିଲେ କି କାରଣ ବର୍ତ୍ତମାନ ସମୟରେ ଗୋଟେ ଏଭଳି ଚିତ୍ରିତ କରାଯାଇଛି ଓଡ଼ିଶା ରାଜନୀତିରେ ଯେ ପ୍ୟାରିବାବୁ ଗୋଟେ ମାଷ୍ଟର ମାଇଣ୍ଡ ଥିଲେ ଆଚ୍ଛା ବିଜେଡି କୁ କ୍ଷମତାକୁ ନେଇଯିବା ପାଇଁ ନବୀନକୁ କ୍ଷମତାରୁ ଚ୍ୟୁତ କରିବା ପାଇଁ ଗୋଟେ ଷଡ଼ଯନ୍ତ୍ର କରିଥିଲେ ଆଜ୍ଞା ଯେ ପ୍ରକୃତ ପକ୍ଷେ ଏହାର ସତ୍ୟତା କଣ ଥିଲା ମୁଁ ଆପଣଙ୍କୁ କହୁଛି ଯେତେବେଳେ 2009 ବୋଧେ 2009ରେ ଯେତେବେଳେ ଇଲେକ୍ସନ ହେଲା ବାପା କହିଥିଲେ ମୁଁ 103ଟା ସିଟ୍ ଆଣିବି ଯେତେବେଳେ ମେଣ୍ଟ ଭାଙ୍ଗିଲା ଆଉ ଏକ୍ଜାକ୍ଟଲି 103ଟା ସିଟ୍ ଆଣିଲେ ସେ ସବୁ ବାପାଙ୍କ ଲୋକ ଥିଲେ ଯଦି ସେ ଚାହିଁଥାନ୍ତେ ସେତେବେଳେ ନେଇଯାଇଥାନ୍ତେ ଗଭର୍ଣ୍ଣମେଣ୍ଟ 2012ରେ କାହିଁକି ଆପଣ ଲଜିକ ଦେଖନ୍ତୁ ଯଦି ମୋର 103ଟା ଅଛି ମୁଁ ତ ସେଇ ମୋମେଣ୍ଟରେ କ୍ଲେମ କରିବି ଗଭର୍ଣ୍ଣମେଣ୍ଟ ଆଉ ସମସ୍ତେ ବି ରାଜି ହେଇକି ସାଇନ କରିଥାନ୍ତେ ଏଇଟା ବାପାଙ୍କୁ ଗୋଟେ ଷଡ଼ଯନ୍ତ୍ରରେ ଶିକାର ହବାକୁ ପଡିଲା ନବୀନ ବାବୁଙ୍କର ଆକ୍ଚୁଆଲି ଗୋଟେ ଜିନିଷ ଅଛି ଅବଶ୍ୟ ସେଟା ଖରାପ ବି ନୁହେଁ ନିଜ ସର୍ଭାଇଭାଲ ପାଇଁ ସେ ଯାହା ବି କରିଦେବେ ସେ ଯେତେବେଳେ ଦେଖିବେ କି କିଏ ତାଙ୍କ ଚୌକି ପାଖାପାଖି ଆସିଗଲା ସେ ଲୋକକୁ ବିଦା କରିଦିଅନ୍ତି ନହେଲେ ଯାହାହେଲେ ଗୋଟେ କରନ୍ତି ସେ ତାଙ୍କ ପାଇଁ ଭଲ କିନ୍ତୁ ସେ ଲୋକ ପାଇଁ ଖରାପ ମୁଖ୍ୟ ନାୟକ ଅଛନ୍ତି 10 କୋଟି ଅଛନ୍ତି ସେ ସବୁ ଜାଣିପାରୁଥିବେ ମୁଖ୍ୟ ୟଙ୍ଗ ଜେନେରେସନକୁ ଗୋଟେ ସୁଯୋଗ ଦେଇଥିଲେ ଆଜ୍ଞା ପୁରୁଣା ନେତାଙ୍କୁ ପକ୍ଷଚ୍ଛେଦନ କରାଯାଇଥିଲା ବା ସୁଯୋଗ ଦିଆଯାଇନଥିଲା ନୂଆ ପ୍ଲେୟାରକୁ ଆଣିଥିଲେ ତ ସେମାନେ ତାଙ୍କ ପାଇଁ ଗୋଟେ ବୁମେରାଙ୍ଗ ହେଲେ କି ଶୁଣନ୍ତୁ ଏଇଟା ଗୋଟେ ଭାରି ଇଣ୍ଟରେଷ୍ଟିଂ କଥା ମାନେ ସମସ୍ତେ ଭାବନ୍ତି ଯେ ନବୀନ ପଟ୍ଟନାୟକ କିଛି କରନ୍ତିନି ବାପା ହିଁ ସବୁ କରନ୍ତି ପ୍ୟାରୀମୋହନ ମହାପାତ୍ର ସବୁ କରନ୍ତି ପେପର ବି ବାହାରେ ପାୱାର ଥିଲାବେଳେ ବି ଆଉ କିନ୍ତୁ ପ୍ରକୃତ କଥା ହେଲା ଆପଣ ତାଙ୍କୁ ନବୀନ ପଟ୍ଟନାୟକଙ୍କୁ କେବେ ଅଣ୍ଡର ଏଷ୍ଟିମେଟ୍ କରିବେନି ତାଙ୍କର ପ୍ଲାନିଂରେ ବାପା କରେଇଛନ୍ତି ଯାହା ବି କରିଥିବେ କି କଣ ତେଣୁ ଯୋଉ ଲୋକଙ୍କୁ ବାହାର କଲେ ଫାଉଣ୍ଡର ମେମ୍ବର୍ସ ବହୁତ ନାଁ ତ ସବୁ ଜାଣୁଥିବେ ଏବେ ତେଣୁ ସେମାନଙ୍କୁ ଯୋଉ ବାହାର କଲେ ସେଇ ନବୀନ ବାବୁ ନିଜେ ହିଁ କରିଛନ୍ତି ତାଙ୍କ ନିଜ ସର୍ଭାଇଭାଲ ପାଇଁ ଗୋଟେ କଥା କୁହାଯାଏ ଯେ ପଲିଟିକ୍ସ ଇଜ ଅଲ୍ ଅବାଉଟ୍ ପରସେପସନ ରାଇଟ୍ ଏଇ ପରସେପସନଟା କ୍ରିଏଟ କରାଯାଇଥିଲା କି ଯେ ପ୍ୟାରୀବାବୁ ହିଁ ସବୁ କରୁଛନ୍ତି ସେ କିଏ ମାନେ କିଏ କରାଯାଇଥିଲା କରାଯାଇଥିଲା ଅଠାଟା ପୁଣି ତ କାହା ମୁଣ୍ଡରେ ବଳା ହବ
ଯେମିତି ପ୍ରଭାତ ବିଶ୍ୱାଳ ଏବେ ଅଠା ତାଙ୍କ ମୁଣ୍ଡରେ ବଳା ହେଲା ମେ 29 ସେ ଗୋଟେ ବାପାଙ୍କର ଅନୁଗତ ଥିଲେ ତ ତାଙ୍କ ସେ ବି ବହୁତ ସଫର କଲେ ଆଜି ବି ସଫର କରୁଛନ୍ତି ତାଙ୍କର ସିବିଆଇ କେସ୍ ଫେସ୍ ଚାଲିଛି ତେଣୁ ଅଠାଟା ସବୁବେଳେ ବାପାଙ୍କ ମୁଣ୍ଡ ଉପରେ ବଳା ହଉଥିଲା ହଁ 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 ସବୁ ଜାଣନ୍ତି ମୁଁ ତ 2000 ମୁଁ ନିଜେ ଆଷ୍ଟ୍ରୋଲୋଜି କରେ ମୁଁ 2009 ବାପାଙ୍କୁ ମନା କରିଦେଇଥିଲି ମୁଁ କହିଲି ଆଉ ଆପଣ ଏଥର ପଲିଟିକ୍ସ କରନ୍ତୁନି ଆପଣ ଦୂରେଇ ଯାଆନ୍ତୁ ଏବଂ ମୋର ଭାଇ ମାନେ ବାହାରେ ଥିଲେ ଫରେନରେ ଥିଲେ ମୋର ବୁଲାବୁଲି କରନ୍ତୁ ରିଲାକ୍ସ କରନ୍ତୁ ଶୁଣିଲେନି ମୋ କଥା ପରେ କହିଲେ ତାଙ୍କ ଡେଥ୍ ଆଗରୁ ମୋ ଝିଅ ଠିକ କହୁଥିଲା ମୁଁ କହିଲି ଏବେ ଆଉ କହିଲେ କିଛି ଲାଭ ନାହିଁ ସମାନ କଥା ଆପଣ ଦେଖିବେ ବର୍ତ୍ତମାନ ପାଣ୍ଡିଆନ ଦେଖିବାକୁ ମିଳୁଛି ଯେହେତୁ ପ୍ୟାରିକୁ ଶିଶୁ ଦିଆଗଲା ପାଣ୍ଡିଆନ ବର୍ତ୍ତମାନ ମଧ୍ୟ ଖଳନାୟକ ନବୀନ ତାଙ୍କ ଉପରେ ମୁଁ କିଛି କହିବିନି ଆଜ୍ଞା ଏ ଟାଇମଟା ସୁଟେବଲ ନୁହେଁ କିଛି ଦିନ ଯାଉ କହିବା ଆଚ୍ଛା ଆପଣ ଗୋଟେ କଥା କହିଲେ ଯେ ନବୀନ ବାବୁ ଜଣେ ଲୋକଙ୍କୁ ବ୍ୟବହାର କରନ୍ତି କାମ ସରିଗଲା ପରେ ତାଙ୍କୁ ପୁଣି ଥରେ ଫୋପାଡ଼ି ଦିଅନ୍ତି ନାଇଁ ସେଇଟା ମୁଁ କହିଲିନି ମୁଁ କହିଲି ଯେ ସେ ଯଦି ଦେଖିବେ ତାଙ୍କ ସିଟ୍ ପାଖାପାଖି ହେଲା ତାଙ୍କର କଣ୍ଟେଣ୍ଡର ମାନେ ତାଙ୍କୁ ଯିଏ ଗୋଟେ ତାଙ୍କ ଜାଗାରେ କିଏ ବସିପାରିବ ସେ ସେଟାକୁ ନିଶ୍ଚୟ ହିଁ ଭାରି ଭଲ ଭାବରେ ସେଟାକୁ ଦୂରେଇ ଦିଅନ୍ତି ସେମିତି ବହୁତ ଲୋକଙ୍କୁ କରିଛନ୍ତି ବିଜେଡି ଯୋଉ ବଡ ବଡ ମଣ୍ଡି ସବୁ କିନ୍ତୁ ପାଣ୍ଡିଆନଙ୍କ କ୍ଷେତ୍ରରେ ସେୟା ଦେଖାଯାଉନି ତାଙ୍କ କ୍ଷେତ୍ରରେ ଆଜ୍ଞା କହିବାଟା ବହୁତ ଅସୁବିଧା ହେଲେ କାରଣ ମୁଁ ଏବେ ଏକୁଟିଆ ଲୋକ ମା ଚାଲିଗଲେଣି ଆଉ ମୁଁ ତ ଏବେ ଭୁବନେଶ୍ୱର ରହିବାକୁ ବାଧ୍ୟ ଭୁବନେଶ୍ୱରରୁ ବହୁତ ଲୋକ ଚାହୁଁଛନ୍ତି ମୁଁ ଚାଲିଯାଏ ବୋଲି ଏମିତି ଡରାଡରି କଲେ ଇଏ ବି ପଳେଇବ ମୋର ପଲିଟିକ୍ସରେ କିଛି ନାହିଁ ଆମ୍ବିସନ ନାହିଁ ହଁ ଫିଟନେସ୍ ନାଇଁ ନାଇଁ ତାଙ୍କ ନା ମୁଁ ଡାଇରେକ୍ଟ ଲିଙ୍କ କରିପାରିବିନି ମୁଁ ଲିଙ୍କ କରିବିନି କରିକି କହିବିନି ଯୋଉଟା କହିବା କଥା କିନ୍ତୁ ମୁଁ ତ ଏଠିକାର ଡକ୍ଟର ଅଫ ଦ ସଏଲ ଏଠିକା ଝିଅ ତେଣୁ ମୁଁ ଅଛି ରହିବି କିଛି ଦିନ